ସାଙ୍ଗମାନେ କିଛି ଦିନ ଆଗରୁ ଜଣେ ରାମ ନାମକ ଦିନ ମଜୁରିଆ କାମ କରୁଥିଲେ। ସେ ବହୁତ ଗରିବ ଥିଲେ, କିନ୍ତୁ ବହୁତ ପରିଶ୍ରମୀ ସଚଟପଣିଆର ଲୋକ ଥିଲେ। ତାଙ୍କ ପାଖରେ ଅଧିକ ଧନ ସମ୍ପତ୍ତି ନଥିଲା। ତାଙ୍କ ପାଖରେ କିଛି ବାସନ ଆଉ ଚିରାପଟା ଡ୍ରେସ୍, ଧାନ ଚାଉଳ ଆଉ ଅଳ୍ପ ପଇସା ରଖିଥିଲେ ପିଲାମାନଙ୍କ ପାଠପଢ଼ା ପାଇଁ। କିନ୍ତୁ ତାଙ୍କର ସବୁଠାରୁ ବଡ଼ ଧନ ଥିଲା ତାଙ୍କର ମନ ଶାନ୍ତି ଆଉ ଖୁସି। ଗୋଟେ ଦିନ ରାତିରେ ଜଣେ ଚୋର ଆସିଲେ। ସେ ଚୋର ବହୁତ ଅଳସୁଆ, ଲୋଭୀ ଥିଲା। ସେ ମନରେ ଚିନ୍ତା କଲା, ଏତେ ପରିଶ୍ରମ କରିବା କ'ଣ ଦରକାର? ମୁଁ ଯଦି ଲୋକଙ୍କ ଜିନିଷ ଚୋରି କରିବି, ତେବେ ସହଜରେ ଭଲରେ ରହିପାରିବି। ସେଦିନ ରାତିରେ ରାମ ଘରେ ପଶି ତାଙ୍କର ସବୁ କିଛି ନେଇଗଲେ। ତାଙ୍କ ବାସନକୁସନ, ଧାନ ଚାଉଳ, ପଇସା ସବୁକିଛି। ତା ପରଦିନ ସକାଳେ ଯେତେବେଳେ ତାଙ୍କର ଘର ଖାଲି ଦେଖିଲେ, ତାଙ୍କର ମନ ଭାଙ୍ଗିଗଲା। ତାଙ୍କ ସ୍ତ୍ରୀ ବହୁତ କାନ୍ଦିଲେ, ପିଲାମାନଙ୍କ ଦୁଃଖ କଲେ। ଏତେ ପରିଶ୍ରମ କରି ଯାହା ରଖିଥିଲେ ସବୁକିଛି ଚାଲିଗଲା। ଗାଁ ଲୋକମାନ ବୁଝାଇଲେ, କହିଲେ, ଯାଅ ବୁଦ୍ଧଦେବଙ୍କ ପାଖକୁ ଯାଅ, ସେ କିଛି ନା କିଛି ଉପାୟ ଦେବେ। ମୁଁ ବୁଦ୍ଧଦେବଙ୍କ ପାଖରେ ଯାଇ ପହଞ୍ଚିଲେ। ଯାଇ କହିଲେ, ଭଗବାନ, ମୋ ଘରୁ ସବୁକିଛି ଚୋରି ହୋଇଯାଇଛି। ମୁଁ ବହୁତ ଦୁଃଖରେ ଅଛି। ବୁଦ୍ଧଦେବ ଶାନ୍ତିରେ କହିଲେ, ରାମ, ମୁଁ ମାନୁଛି ଯେ ତୋ ଘରୁ ଚୋର ଧନ ସମ୍ପତ୍ତି ସବୁକିଛି ଚୋରି କରି ନେଇଯାଇଛି, କିନ୍ତୁ ଚୋର କ'ଣ ତୁମ ଖୁସି ଚୋରି କରି ନେଇଯାଇଛି? ରାମ ଆଶ୍ଚର୍ଯ୍ୟ ହୋଇଗଲେ। କିଛି ସମୟ ଚିନ୍ତା କରି କହିଲେ, ନା ଭଗବାନ, ସେ ମୋ ଜିନିଷ ଚୋରି କରି ନେଇଯାଇଛି, କିନ୍ତୁ ମୋ ଖୁସି ନୁହେଁ। ବୁଦ୍ଧଦେବ ହସିଲେ ଆଉ କହିଲେ, ବାସ୍, ସତ କଥା ହେଉଛି ଏଇଟା। ଜିନିଷପତ୍ର ଆମ ପାଇଁ ଅସ୍ଥାୟୀ। ତାକୁ ଆମଠାରୁ କେହି ନା କେହି ଛଡ଼େଇ ନେଇଯାଇପାରିବେ, ଚୋରି କରିପାରିବେ। କିନ୍ତୁ ତୁମ ମନର ଆନ୍ତରିକ ଖୁସିକୁ କେବଳ ତୁମ ପାଖରେ ଯଦି ତୁମେ ଏସବୁକୁ ବସ୍ତୁରେ ଯୋଡ଼ିବ, ତେବେ ସବୁବେଳେ ଦୁଃଖରେ ରହିବ। କିନ୍ତୁ ଏ ଖୁସିକୁ ଯଦି ତୁମେ ସବୁବେଳେ ତୁମ ଭିତରେ ଖୋଜିବ, ତେବେ କେହି ଚୋରି କରି ୟାକୁ ନେଇପାରିବେ ନାହିଁ। ଭାଗ୍ୟକୁ ସେଇ ଚୋର ବି ସେଇ ବାଟ ଦେଇ ଯାଉଥିଲା। ବୁଦ୍ଧଦେବଙ୍କ କଥା ଶୁଣି ଚୋରର ହୃଦୟ ଥରିଗଲା। ସେ ଚୋରି କରି ନେଇଥିବା ସବୁ ଜିନିଷ ଆଣି ଫେରାଇ ଦେଲେ, କ୍ଷମା ମାଗିଲେ, ବୁଦ୍ଧଦେବଙ୍କ ଶିଷ୍ୟ ହୋଇଗଲେ। ସାଙ୍ଗମାନେ, ଏ କଥାରୁ ଆମକୁ ଏହି ଶିକ୍ଷା ମିଳୁଛି ଯେ ବାହାରର ପରିସ୍ଥିତି ଆମକୁ ଦୁଃଖୀ କରିପାରିବନି, ଯେ ପର୍ଯ୍ୟନ୍ତ ଆମେ ତାକୁ କିଛି ଶକ୍ତି ନ ଦେଇଛ। ଧନ ସମ୍ପତ୍ତି କ୍ଷଣସ୍ଥାୟୀ, କିନ୍ତୁ ଖୁସି ଆମ ଭିତରେ ସବୁବେଳ ପାଇଁ ସ୍ଥାୟୀ ଅଟେ। ଯେଉଁ ମଣିଷ ଖୁସିକୁ ତା ନିଜ ଭିତରେ ଖୋଜି ନିଏ, କେହି ଚୋର ତାକୁ କିଛି ଚୋରି କରିପାରିବେ ନାହିଁ। ଖୁସି ବାହାରେ ମିଳୁଥିବା ଜିନିଷ ନୁହେଁ, ବରଂ ଆମ ଭିତରେ ଗୁପ୍ତ ଧନ। ତାକୁ ସୁରକ୍ଷିତ ରଖିବା କେବଳ ଆମ ହାତରେ ଅଛି। ମୋ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।